ଗୋଟାଏ ଧର୍ମ ରକ୍ଷା ପାଇଁ କେତେ ଯେ ଭଗବାନ ଅବତାର ନେଇଅଛନ୍ତି, ତଥାପି ଯେଉଁ ଧର୍ମ ରକ୍ଷା ପାଇଁ ଅବତାର ନେଇଅଛନ୍ତି ସେହି ଧର୍ମ ରକ୍ଷା ହୋଇପାରିଲା ନାହିଁ। ଆଗରୁ ଗୋଟିଏ ଯୁଗରେ ଗୋଟିଏ ଭଗବାନ ଅବତାର ନେଉଥିଲେ ଧର୍ମ ରକ୍ଷା ପାଇଁ। ଏବେର ଯୁଗରେ ଅନେକ ଅବତାର ନେଉଛନ୍ତି ଧର୍ମ ରକ୍ଷା ପାଇଁ, ତଥାପି ସେହି ଧର୍ମ ରକ୍ଷା ହୋଇପାରୁନାହିଁ। ସେହି ଅବତାରୀ ପୁରୁଷଙ୍କର ଜନ୍ମଦାତ୍ରୀ ହେଲେ କିଛି ଧର୍ମରକ୍ଷକ ସଂଗଠନ ମାନେ। ସେମାନେ ବିଭିନ୍ନ ଅସ୍ତ୍ର ଚାଳନା, ବାଡ଼ି ଚାଳନା ଶିଖାଇ ଧର୍ମ ରକ୍ଷା ପାଇଁ ଅନେକ ପ୍ରୟାସ କରୁଛନ୍ତି, ତଥାପି ଧର୍ମ ରକ୍ଷା ହୋଇପାରୁନାହିଁ। ଆଉ ସେମାନେ ଆଜି ଘର ଘର ବୁଲି ଲୋକମାନଙ୍କୁ ଏକତ୍ରିତ କରୁଅଛନ୍ତି, ସଂଗଠିତ କରୁଅଛନ୍ତି ଧର୍ମ ରକ୍ଷା ପାଇଁ। ବନ୍ଧୁଗଣ, ଟିକିଏ ସ୍ଥିର ଚିତ୍ତରେ ଭାବନ୍ତୁ, ଧର୍ମ ରକ୍ଷା ପାଇଁ ଅସ୍ତ୍ର ନୁହେଁ ଶାସ୍ତ୍ର ଦରକାର, ହିଂସା ନୁହେଁ ପ୍ରେମ ଦରକାର, ଶତ୍ରୁତା ନୁହେଁ ମିତ୍ରତା ଦରକାର। ଯଦି ଆପଣମାନେ ମୋ କଥାରେ ଏକମତ ଅଟନ୍ତି, ତେବେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଆଉ ମତାମତ ଦେବା ପାଇଁ କମେଣ୍ଟ ବକ୍ସରେ କମେଣ୍ଟ ଲେଖନ୍ତୁ। ଧନ୍ୟବାଦ।